ମୋ ନାଁ ସୁଶାନ୍ତ ବେହେରା, ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ। ମୋତେ ଦାଣ୍ଡ ମୁକୁନ୍ଦପୁର ନିକଟସ୍ଥ ସମ୍ବଲପୁରରୁ ଫୋନ୍ କରିଥିଲେ ଲକ୍ଷ୍ମୀଧର ବାବୁ। 12 ତାରିଖ ଦିନ, ମେ 12 ତାରିଖ ଦିନ ସେ ଗାଈ ଖାଇବା ପାଇଁକା ବୋତି ରଖିଥିଲେ ତାଙ୍କ ଗୁହାଳ ଘର ପାଖରେ। ସେ ଯେତେବେଳେ ବୋତି ଆଣିବା ପାଇଁ ଯାଆନ୍ତି, ସେ ଗୋଟେ ନାଗ ସାପଟାକୁ ବାରମ୍ବାର ଦେଖନ୍ତି। ତାପରେ ସେ ସ୍ନେକ୍ ହେଲ୍ପଲାଇନ୍ର ସହାୟତା ଲୋଡ଼ିଥିଲେ, ମୋତେ ଫୋନ୍ କରିଥିଲେ। ପରେ ମୁଁ ଗଲି, ସେଠୁ ଦେଖିଲା ପରେ ଗୋଟେ ଗାତରେ ନାଗ ସାପଟି ପଶିଯାଇଛି। ଆଉ ସେ ଛାଡ଼ିକି ନ ଯିବାର କାରଣ ସେ ଜାଗାରେ ଅଣ୍ଡା ଦେଇଥିଲା। ସେମାନେ ଖୋଳାଖୋଳି କଲେ, ପରେ 13ଟି ଅଣ୍ଡା ଉଦ୍ଧାର କରାଗଲା। ତାପରେ ନାଗ ସାପକୁ ବି ଉଦ୍ଧାର କରାଗଲା। ତାପରେ ବନ ବିଭାଗକୁ ଜଣାଇବା ପରେ ନାଗ ସାପଟିକୁ ଛଡ଼ାଗଲା। ଆଉ ଅଣ୍ଡାତକ କୃତ୍ରିମ ଉପାୟରେ ଫୁଟିବା ପାଇଁକା ଆମେ ରଖିଲୁ। ଆଉ ଆଜି ବିଗତ 50ରୁ 53 ଦିନ ଭିତରେ ଅଣ୍ଡାରୁ ଛୁଆ ଫୁଟିଛନ୍ତି। ଆଉ ସେ ଯେଉଁ ଜାଗାରେ ବଞ୍ଚିପାରିବେ ସେ ଜାଗାରେ ତାଙ୍କୁ ଛଡ଼ାଗଲା, ରିଲିଜ୍ କରାଯାଏ।